ବାଲେଶ୍ୱର ଉଦ୍ୟୋଗ ଭବନରେ ଏମ୍ଏସ୍ଏମ୍ଇ ପକ୍ଷରୁ ବିସିଆଇସିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଅଧିକୃତ ଜିଆଇ ବ୍ୟବହାରକାରୀ ପ୍ରମାଣପତ୍ର ପାଇଁ ସଚେତନତା କାର୍ଯ୍ୟକ୍ରମ। ଏବେ ସରକାର ଜିଆଇ ଟ୍ୟାଗ୍ ଉପରେ ଅନେକ ଗୁରୁତ୍ୱ ଦେଉଛନ୍ତି। ସମଗ୍ର ଭାରତବର୍ଷରେ 650ରୁ ଉର୍ଦ୍ଧ୍ୱ ସାମଗ୍ରୀ ଜିଆଇ ଟ୍ୟାଗ୍ର ମାନ୍ୟତା ପାଇଛି। ସେହିଭଳି ଓଡ଼ିଶାରେ ମାତ୍ର 37ଟି ସାମଗ୍ରୀ ଜିଆଇ ଟ୍ୟାଗ୍ର ମାନ୍ୟତା ପାଇଛି। ଏହାର ପରିମାଣ ଅଧିକ ବଢ଼ାଇବା ପାଇଁ ଏବେ ପ୍ରୟାସ ଜାରି ରହିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ କିଛି ସାମଗ୍ରୀକୁ ଜିଆଇ ମାନ୍ୟତା ଦେବା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଛି। ଏହା ମଧ୍ୟରେ ରହିଛି ବାଲେଶ୍ୱରୀ ଜୌକଣ୍ଢେଇ, ନୀଳଗିରି ପଥର ଶିଳ୍ପ, ବାଲେଶ୍ୱରୀ ଗଜା ଓ ଭୋଗରାଇର ମସିଣା। ଏସବୁର ସ୍ୱାତନ୍ତ୍ର୍ୟତା ଥିବାରୁ ଏମ୍ଏସ୍ଏମ୍ଇ ତାହାକୁ ଜିଆଇ ଟ୍ୟାଗ୍ ଲଗାଇବାକୁ ପ୍ରୟାସ ଜାରି ରଖିଛି। ବାଲେଶ୍ୱର ଚେମ୍ବର୍ସ ଅଫ୍ କମର୍ସ ମଧ୍ୟ ଏଥିରେ ସହାୟତାର ହାତ ବଢ଼ାଇଛି। ଏଭଳି ପ୍ରଡକ୍ଟ ବହୁତ ଅଛି ଯୋଉଟା କି ଜିଆଇ ଟ୍ୟାଗିଂ ଦରକାର। ଯଦି ଆମେ ନ କରିବୁ ତାହେଲେ ହୁଏତ ଅନ୍ୟ କିଏ ଆମକୁ ଯୋଉମାନେ କପି କେଟ୍ ଅଛନ୍ତି ଆମକୁ ଦେଖି ଯେ ପ୍ରଡକ୍ଟ ଆଣିବେ ସେମାନେ ହୁଏତ ଜିଆଇ ଟ୍ୟାଗ୍ କରିନେବେ। ଯୋଉଭଳି ଆପଣ ଲାଖ ଉପରେ ଯୋଉ ଆମର ଯୋଉ କଣ୍ଢେଇ କହୁଛୁ କି ନୀଳଗିରି ପାଖରେ ଯୋଉଟା ଆପଣଙ୍କର ପଥରର ବାସନ ଅଛି, ଆପଣ ଭୋଗରାଇରେ ଦେଖିବେ ଯୋଉ ମସିଣା ଆମର ସପ ତିଆରି ହଉଛି, ତ ସେଇଟାକୁ ଯଦି ଆମେ ଜିଆଇ ଟ୍ୟାଗିଂ କରିପାରିବୁ ତାହେଲେ ତା ଦ୍ୱାରା ତାର ଏକ୍ସପୋର୍ଟ ତାର ପ୍ରମୋସନ ହେଇପାରିବ। ନିଶ୍ଚିତ ଭାବରେ ସେଇଟା ଆମର ବଞ୍ଚିକି ରହିବ। ଅଦରୱାଇଜ କଣ ହବ ନା ଧୀରେ ଧୀରେ ସେ ପ୍ରଡକ୍ଟ ମାର୍କେଟରୁ ଆଉଟ୍ ହେଇଯିବ। ତ ତାକୁ ଯେହେତୁ ଆମେ ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ କମର୍ସ ଖାଲି ଯେ ଏକ୍ଜିଷ୍ଟିଂ ବିଜନେସକୁ ପ୍ରମୋଟ କରିବୁ ନାହିଁ, ଆମର ଯୋଉଟା ଆର୍ଟ କଲଚର ଯୋଉଟା ଅଛି, ଆମେ ପୁରୁଣା ପ୍ରଡକ୍ଟ ଅଛି ଯୋଉଟା ଯୋଉଥିପାଇଁ ଆମର ଜିଲ୍ଲା ଗର୍ବିତ ଥିଲା, ତାକୁ ଆମେ କିଭଳି ଭାବରେ ପ୍ରୋଟେକ୍ଟ କରିପାରିବୁ, ତାର ଯୋଉମାନେ କାରିଗର ଯୋଉମାନେ ସେଇ ବିଜନେସ ସେଥିରେ ଇନଭଲ୍ଭ ଅଛନ୍ତି ସେ ତାଙ୍କୁ କେମିତି ଆମେ ପ୍ରମୋଟ କରିବୁ ଏବଂ ସେ ପ୍ରଡକ୍ଟ କେମିତି ଆଗକୁ ମଧ୍ୟ ଡେଭଲପ ହେଇପାରିବ, ସେଇଟା ପାଇଁ ଆମେ ଏଇଟା ଗୋଟେ ଇନିସିଏଟିଭ। ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏବଂ ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏମ୍ଏସ୍ଏମ୍ଇ ଡିପାର୍ଟମେଣ୍ଟ ଚାହୁଁଛି ଯେ ତଳ ଲେବୁଲରୁ ଯେଉଁ ଛୋଟ ଛୋଟ କାରିଗର କିମ୍ବା ଇନିସିଏଟିଭ ନୂଆ ନୂଆ ଯେଉଁ ଜିନିଷ ସବୁ ତିଆରି କରୁଛନ୍ତି ଟ୍ରେଡିସନାଲ ସିଷ୍ଟମରେ, କେମିତିକି ଓଡ଼ିଶା ଲେବୁଲରୁ ଗ୍ଲୋବାଲ ଲେବୁଲକୁ କେମିତି ସମ୍ପ୍ରସାରଣ ହେଇପାରେ ସେ ବିଷୟରେ ଆମେ ଚେଷ୍ଟା କରୁଛୁ, ଆୱାରନେସ୍ କରି ଲୋକମାନଙ୍କୁ ଆୱାରନେସ୍ କରୁଛୁ। ବାଲେଶ୍ୱର ତ ଜିଆଇ ଟ୍ୟାଗ୍ ସେମିତିଆ ନିର୍ଦ୍ଦିଷ୍ଟ ତେବେ ଚେଷ୍ଟା କରୁଛୁ ପଥର ଯୋଉ କଣ୍ଢେଇ ଆଉ ମାନେ ସପ ଏ ବିଷୟରେ ଚେଷ୍ଟା କରୁଛୁ ତାକୁ କେମିତି ୱାର୍ଲଡ ଲେଭେଲକୁ ସମ୍ପ୍ରସାରଣ କରିବା। ଏହି କାର୍ଯ୍ୟକ୍ରମ କରିବା ପାଇଁ ଜୌକଣ୍ଢେଇ କାରିଗର, ଜୌକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା, ପଥର କାରିଗର ଓ ମସିଣା କାରିଗରମାନଙ୍କର ସହାୟତା ନିଆଯାଇଥିଲା। ସେଥିପାଇଁ ସେମାନଙ୍କୁ ମଧ୍ୟ ଏ ପ୍ରକାର କର୍ମଶାଳାରେ ସାମିଲ କରାଯାଇଥିଲା। ସେମାନେ ସମସ୍ତ କଥା ଅବଗତ ହେବା ପରେ ନିଜ ନିଜ ସାମଗ୍ରୀର ଜିଆଇ ଟ୍ୟାଗ୍ ଲଗାଇବା ପାଇଁ ପ୍ରୟାସ କରିବାକୁ ସହମତି ପ୍ରକାଶ କରିଛନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ଓଡ଼ିଶା ଷ୍ଟେଟ୍ ଜିଆଇ କନସଲଟାଣ୍ଟ ଡକ୍ଟର ଅନିତା ସାବତ ମଧ୍ୟ ସହଯୋଗ ହାତ ବଢ଼ାଇଛନ୍ତି। ସେଥିପାଇଁ ସେ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତଙ୍କୁ ସେ ସମ୍ପର୍କରେ ଅବଗତ କରାଇଥିଲେ। ଆଜି ଖୁସିର ଖବର ଯେ ବାଲେଶ୍ୱର ବିଭିନ୍ନ ଜିନିଷର ଜିଆଇ ଟ୍ୟାଗ୍ ପାଇଁ ଗୋଟେ ଆଲୋଚନା କର୍ମଶାଳା ଚାଲିଛି ଏମ୍ଏସ୍ଏମ୍ଇ ତରଫରୁ, ଯେଉଁଥିରେ କି ପ୍ରମୁଖ ଭାବେ ଯେଉଁ କଣ୍ଢେଇକୁ ନିଆହେଇଛି। ଆଉ ତା ଛଡ଼ା ଅନ୍ୟ ଯେଉଁ ବାଲେଶ୍ୱର ଆଜି ପର୍ଯ୍ୟନ୍ତ କୌଣସି ଜିନିଷର ଜିଆଇ ଟ୍ୟାଗ୍ ଲାଗି ନାହିଁ, ଏମ୍ଏସ୍ଏମ୍ଇ ଯେଉଁ ଉଦ୍ୟମ କରୁଛି ସେଥିପାଇଁ ତାଙ୍କୁ ଧନ୍ୟବାଦ ପାତ୍ର। ତେବେ ଆଜି ଯେଉଁ କଣ୍ଢେଇକୁ ପ୍ରମୁଖ ପ୍ରାଧାନ୍ୟ ଦିଆହେଇକି ସବୁ କଥା କରାହେଉଛି। ଏଠି ହେଲେ ୟା ଦ୍ୱାରା ଯୋଉ କଣ୍ଢେଇରେ ଶିଳ୍ପୀ କାମ କରୁଛନ୍ତି 500ରୁ ଉର୍ଦ୍ଧ୍ୱ, ନୀଳଗିରି, ରେମୁଣା ଏବଂ ବାଲେଶ୍ୱର ସଦର ଯେ ବିଭିନ୍ନ ଏସ୍ଏଚ୍ଜି ଗ୍ରୁପ ସବୁ କାମ କରୁଛନ୍ତି, ସେମାନଙ୍କର ମାନ୍ୟତା ବଢ଼ିବା ସହିତ ସେମାନେ ବିଦେଶକୁ ପଠାଇ ପାରିବେ ଏବଂ ତାଙ୍କର କାରବାରରେ ବହୁତ ବଢ଼ିଯିବ। ଆଜି ପ୍ରାୟ ବାଲେଶ୍ୱରରେ ଯେଉଁ କଣ୍ଢେଇ ଉପରେ ପ୍ରାୟ 10 ଲକ୍ଷ ଟଙ୍କାର ସେମାନେ କାମ କରୁଛନ୍ତି, ହୁଏତ ସେଇଟା ନିଶ୍ଚୟ କୋଟିଏ ଟଙ୍କାକୁ ପହଞ୍ଚିଯିବ ବୋଲି ମୁଁ ଆଶା ରଖୁଛି। ତ ଯୋଉ କଣ୍ଢେଇ ହେଉଛି ଆମର ବାଲେଶ୍ୱର ଗର୍ବ ଗୌରବ। ଆମେ ତା ପାଇଁ ଜିଆଇ ଟ୍ୟାଗ୍ର ପ୍ରୟାସ କରୁଛୁ ଏବଂ ଆମେ ସବୁ ତଥ୍ୟ ସଂଗ୍ରହ କରୁଛୁ। ଶିଳ୍ପୀ କେଶୁ ଦାସ ଅଛନ୍ତି, କନକଲତା ମ୍ୟାଡ଼ାମ୍ ଅଛନ୍ତି ଏବଂ ଆଉ ବାକି ସବୁ ଯେଉଁମାନେ ସ୍ଥାନୀୟ
ଏଠାରେ କାମ କରୁଛନ୍ତି ସେମାନଙ୍କ ସହିତ ବି ଯାଇକି ଆମେ କଥା ହେଇଛୁ, ସବୁ ଡକ୍ୟୁମେଣ୍ଟ ସଂଗ୍ରହ କରିଛୁ ଏବଂ ଆମ ସହିତ ହ୍ୟାଣ୍ଡିକ୍ରାଫ୍ଟସ ଡିପାର୍ଟମେଣ୍ଟ ସେମାନେ ବି ସହଯୋଗ କରୁଛନ୍ତି। ତ ଏଇଟା ଯୋଉ ଜିଆଇଟା ସେଟା ହେଉଛି କମ୍ୟୁନିଟି ରାଇଟ୍, ମାନେ ପୁରା ସମ୍ପ୍ରଦାୟକୁ ଦିଆଯିବ, ସମସ୍ତଙ୍କୁ ସେଥିରେ ସହଯୋଗ କରିକି ସାହାଯ୍ୟ କରିବାକୁ ହବ, ହେଲେ ଆମେ କରେକ୍ଟଲି ରିପ୍ରେଜେଣ୍ଟ କରିବା ସବୁ ତଥ୍ୟ ଦେଇକି। ଏଇଟା ଆମେ ଆପ୍ଲାଏ କରିବୁ ଖୁବ୍ ଶୀଘ୍ର, ଆମେ ଅଲରେଡ଼ି ରେଡ଼ି କରିସାରିଛୁ। ଆଉ ବାକି ସବୁ ଏମିତି ମ୍ୟାପ୍ ଏକ୍ଜାକ୍ଟ କେତେଟା ଆର୍ଟିଜାନ୍ ଅଛନ୍ତି, କୋଉ ଜାଗାରେ କାମ କରୁଛନ୍ତି, ଆମେ ସେଇଟା ପିନ୍ ପଏଣ୍ଟ କରିବାକୁ ଦେଖୁଛୁ, କାହିଁକିନା ଏଇଟା କେବଳ ବାଲେଶ୍ୱର ଜିଲ୍ଲାର ହବ, ସେଥିପାଇଁ ବାଲେଶ୍ୱରରେ କିଏ କରୁଛନ୍ତି ଆମେ କିଛିଟା ଆଇଡେଣ୍ଟିଫାଇ କରୁଛୁ କ୍ଲଷ୍ଟର୍ସ ଆଉ ସବୁ। ତା ଛଡ଼ା ବି ଆମେ କାହାକୁ ଛାଡ଼ିବାକୁ ଚାହୁଁନୁ, ଆମେ ଲିଷ୍ଟ ଅଫ୍ ଆର୍ଟିଜାନ୍ ପୁରା ପ୍ରିପେୟାର କରିକି ଦେବାକୁ ଚାହୁଁଛୁ। ଜିଆଇରେ ବହୁତ ସବୁ ଇନଫର୍ମେସନ୍ ଦେବାକୁ ପଡ଼େ, ତ ଏଇ ସବୁ ଆମେ କାମ ଚଲେଇଛୁ ତା ପାଇଁ। ତା ଛଡ଼ା ବି ଅଲଗା ସବୁ ଆଇଡେଣ୍ଟିଫାଇ କରିଛୁ, ବାଲେଶ୍ୱରର ବହୁତ ପ୍ରୋଡକ୍ଟସ୍ ଅଛି। ବାଲେଶ୍ୱର ପାଇଁ ଏବେ ବାଲେଶ୍ୱର କୌଣସି ଗୋଟେ ଖାଲି ଆପ୍ଲାଏ କରାହେଇଛି ବାଲେଶ୍ୱରରୁ ପାନ ପାଇଁ, ତା ଛଡ଼ା ଅଲଗା ସବୁ ବହୁତ ଅଛି, ସେଗୁଡ଼ା ଆପ୍ଲାଏ କରିବା। ପୂର୍ବରୁ ଓଡ଼ିଶାର ରସଗୋଲା, ସମ୍ବଲପୁରୀ ପାଟଶାଢ଼ୀ ଇତ୍ୟାଦି ଜିଆଇ ମାନ୍ୟତା ପାଇସାରିଛି। ଏବେ ବାଲେଶ୍ୱରର ଜଉକଣ୍ଢେଇ, ନୀଳଗିରିର ପଥର କାମ ଓ ଭୋଗରାଇର ମସିଣା କେମିତି ଜିଆଇ ଟ୍ୟାଗ୍ ଲାଗିପାରିବ, ସେଥିପାଇଁ ସମସ୍ତ ସ୍ତରରେ ପ୍ରୟାସ ହେବା ଦରକାର ବୋଲି ଅନୁଷ୍ଠିତ ଆଲୋଚନା ଚକ୍ରରେ ଅତିଥିମାନେ ମତ ପୋଷଣ କରିଥିଲେ। ଏହି ଅବସରରେ ମଞ୍ଚରେ ବିସିସିଆଇର ସଭାପତି ସଞ୍ଜୟ ଦାସ, ଏମ୍ଏସ୍ଏମ୍ଇର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ, ଓଡ଼ିଶା ଷ୍ଟେଟ୍ ଜିଆଇ କନସଲଟାଣ୍ଟ ଡକ୍ଟର ଅନିତା ସାବତ ପ୍ରମୁଖ ଉପସ୍ଥିତ ଥିଲେ।